ନେଉଳ ଶୁଭ କି ଅଶୁଭ କେମିତି ଜାଣିବେ? କିନ୍ତୁ ନେଉଳ ଶୁଭ ବୋଲି ସମସ୍ତେ ଜାଣନ୍ତି। ଏହା ଶାସ୍ତ୍ର ମତ ମଧ୍ୟ ନେଉଳ ଶୁଭ ବୋଲିକି। ଯଦି ଆପଣ ରାସ୍ତାରେ ଯାଉଛନ୍ତି, ଆପଣଙ୍କ ଆଗରେ ନେଉଳ ପାସ୍ କଲା, ସେ ଜାଗାରେ ଟିକେ ରହି ନେଉଳ ଯିବା ରାସ୍ତାରେ ଯେଉଁ ଧୂଳି ଟିକେ ଆଣିକି ଆପଣ ଯଦି ମନି ପର୍ସରେ ରଖନ୍ତି, ଆପଣଙ୍କ ମନି ପର୍ସ କେବେ ଖାଲି ହେବନି। ଦର୍ଶକ ବନ୍ଧୁ, ଏମିତିରେ ମାତା ଲକ୍ଷ୍ମୀ ନେଉଳଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ନେଉଳକୁ ଦେଖିଲେ ଯେକୌଣସି କାର୍ଯ୍ୟରେ ଆପଣ ଯାଉଥିବେ ସଫଳ ହେବେ। ଏହାର କୌଣସି ବାଧା ନାହିଁ। ଯାହା ମନରେ ଭାବିଥିବେ ତାହା ପୂରଣ ହେବ। ନେଉଳ ଯଦି ଆପଣଙ୍କ ବାଡ଼ିରେ ବୁଲୁଛି କିମ୍ବା ବାଡ଼ିର ଆଖପାଖରେ ବୁଲୁଛି, ଆପଣ ଦେଖିଲେ ପ୍ରାପ୍ତ ସକାଳୁ ଉଠି ଯେତେବେଳେ ପ୍ରଥମେ ନେଉଳକୁ ଆପଣ ଦର୍ଶନ କରିଦେଲେ, ଦେଖିଲେ ଆପଣ ଗୁପ୍ତଧନ ପାଇବାର ମଧ୍ୟ ଆଶଙ୍କା ବଢ଼ିଯାଏ। ଜମି ଜମା କି ଯେକୌଣସି କାର୍ଯ୍ୟ ହେଉ, ଆପଣଙ୍କର ସଫଳ ହୁଏ ସେ କାର୍ଯ୍ୟ ସବୁ। ନେଉଳ ରହିଲେ ଆପଣଙ୍କ ଘରେ ସରୀସୃପଙ୍କ ପାଦ ପଡ଼େ ନାହିଁ। ସେଠି ନେଉଳ ବହୁତ ଶୁଭ ହୋଇଥାଏ। ନେଉଳଙ୍କୁ ରଖିଲେ ବହୁତ ମଙ୍ଗଳ ହୁଏ। ନେଉଳ ହେଉଛନ୍ତି ବହୁତ ଭଲ ଜୀବ, ଶୁଭକାରୀ ଅଟନ୍ତି। ବହୁତ କିଛି କାମରେ ମଧ୍ୟ ସେ ଲାଗନ୍ତି। ମାତା ଲକ୍ଷ୍ମୀଙ୍କର ବହୁତ ପସନ୍ଦ ନେଉଳ ଥିଲେ। ନେଉଳ ଚାଲିଗଲେ ସେ ଧୂଳିକି ଆଣି ଯଦି ଆହୁରି କିଛି ଜାଗାରେ ପକାଇବେ, ଆପଣଙ୍କ ଯଦି ତେଜେରୀରେ ମଧ୍ୟ ଯଦି ରଖିବେ, ସେ ଆହୁରି ଭଲ ହୋଇଥାଏ।